ପର୍ଯ୍ୟନ୍ତ ଆଉ ସ୍ଥାନରେ ହେଡିଂ ରେ ଲେଖା ଯାକୁବଙ୍କ ଲାବଣଙ୍କ ନିକଟରୁ ପଳାୟନ। ପ୍ରଥମ ପଦରେ ଲେଖା ପୁଣି ଯାକୁବ ଆମ୍ଭମାନଙ୍କ ପିତାର ସର୍ବସ୍ୱ ହରଣ କରିଅଛି। ଆମ୍ଭମାନଙ୍କ ପିତାର ଧନରୁ ତାହାର ଏକ ସମସ୍ତ ଐଶ୍ୱର୍ଯ୍ୟ ହୋଇଅଛି। ଲାବଣର ପୁତ୍ର ମାନଙ୍କର ଏହି କଥା ଯାକୁବ ଶୁଣିଲା। ପୁଣି ଲାବଣ ତାହା ପ୍ରତି ପୂର୍ବ ପରି ନୁହେଁ, ଏହା ଯାକୁବ ତାହାର ମୁଖ ଦେଖି ବୁଝିଲା। ଅନନ୍ତର ସଦାପ୍ରଭୁ ଯାକୁବକୁ କହିଲେ, ତୁମ୍ଭେ ଆପଣା ପୈତୃକ ଦେଶରେ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ଆମ୍ଭେ ତୁମର ସହବର୍ତ୍ତୀ ହେବା। ଯାକୁବ କ୍ଷେତ୍ରରେ ପଶୁପଲ ନିକଟକୁ ରାହେଲ ଓ ଲିଆକୁ ଡକାଇ କହିଲା, ମୁଁ ଦେଖୁଅଛି ତୁମମାନଙ୍କ ପିତାଙ୍କର ମୁଖ ମୋ ପ୍ରତି ପୂର୍ବ ପରି ନୁହଁ, ମାତ୍ର ମୋହର ପୈତୃକ ପରମେଶ୍ୱର ମୋହର ସହାୟ ଅଟନ୍ତି। ମୁଁ ଆପଣାର ସବୁ ବଳ ଦେଇ ତୁମମାନଙ୍କୁ ପିତାଙ୍କର ଦାସକର୍ମ କରୁଛି, ଏହା ତୁମମାନେ ଜାଣ। ଏ ସ୍ଥାନରେ ଆମେ ଦେଖୁଛୁ ଯେ ଯାକୁବକୁ ଲାବଣ ସେ ପୂର୍ବରୁ ଯେପରି ତାକୁ ଆଦର ସମ୍ମାନ ଏବଂ ମାନେ ପ୍ରେମ କରୁଥିଲେ, ଆଉ ଏ ବାକ୍ୟ ଆମେ ପଢିଲା ପରେ ସ୍ଥାନରୁ ଆମେ ଜାଣୁଛୁ ଯେ ସେ ଦ୍ୱିତୀୟ ପଦରେ ପୁଣି ଲାବଣ ତାହା ପ୍ରତି ପୂର୍ବ ପରି ନୁହେଁ, ଏହା ଯାକୁବ ତାହାର ମୁଖ ଦେଖି ବୁଝିଲା। ମାନେ ଏ ସ୍ଥାନରେ ଦେଖୁଛୁ ଯେ ଯାକୁବ ଲାବଣ ତାଙ୍କର ମୁଖକେ ଦେଖିକରି ସେ ବୁଝିଗଲେ ଯେ ସେ ପୂର୍ବରୁ ସେ ଯେପରି ତାକୁ ଆଦର କରୁଥିଲେ ଏବେ ସେଇ ପ୍ରକାର କରୁନାହିଁ, ଏହା ସେ ତାଙ୍କର ମୁଖକେ ଦେଖିକି ସେ ବୁଝିଲେ। ଆମେ କାଣା ସେ ଅନେକ ସମୟରେ ଯେ ଆମେ ଆମର ପାଟିରେ କଥା ନାଇଁ କହିଥାଉ, ଆମର ମୁଖକେ ଦେଖିକି ଅନେକ ବିଷୟ ବି ବୁଝି ହେସି। ମୁଖ କଥା ଆମର ମୁହଁଟା ଆମର ଆଖି ଆମର ମୁହଁ କଥା ବି କହିଥାଏ ବେଲେ ବେଲେ ଅନେକ କଥା ଜଣଙ୍କର ମୁହଁକୁ ଆମେ ଦେଖିକି ବୁଝି ଯାଏସୁଁ। ସେ ନାରାଜ ଅଛେ କି ସେ ଆମର ପ୍ରତି ଖୁସି ଅଛେ କି କେନ୍ ପ୍ରକାର ମନୋଭାବ ଅଛି, ଆମର ସାମ୍ନା ବ୍ୟକ୍ତି ଆମେ ସେଟା ଦେଖିକିରି ସମସ୍ତେ ବୁଝି ଯାଇଥିସୁଁ। ଆଉ ଏ ସ୍ଥାନରେ ମଧ୍ୟ ଠିକ ସେଇପରି ଆମେ ବୁଝୁଛୁ ଯେ ଲାବଣ ପୂର୍ବ ପରି ସେ ଆଉ ଯାକୁବଙ୍କୁ ବ୍ୟବହାର ସେ ନେଇ କରବା ଏବଂ ସେ ଲାବଣଙ୍କର ସେ ମୁଖକେ ସେ ଦେଖିକିରି ସେ ବିଷୟଟା ସେ ବୁଝି ଦେଇଛନ୍। ତେଣୁକରି ଅନନ୍ତ ସଦାପ୍ରଭୁ ଯାକୁବକୁ କହିଲେ ଯେ ତୁମ୍ଭେ ଆପଣର ପୈତୃକ ଦେଶରେ ଜ୍ଞାତି ମାନଙ୍କ ନିକଟକୁ ଫେରି ଯାଅ, ଆମ୍ଭେ ତୁମର ସହବର୍ତ୍ତୀ ହେବା। ତ ସ୍ଥାନରେ ପରମେଶ୍ୱର ଯାକୁବକେ କହୁଛନ୍ ଯେ ତୁମେ ତୁମର ପୈତୃକ ଦେଶକେ ତୁମର ଜ୍ଞାତି ମାନଙ୍କ ତୁମ ନିଜସ୍ୱ ଲୋକମାନଙ୍କ ନେଇକି ଫେରିଯାଅ, ଆମେ ତୁମର ସାଙ୍ଗେ ଅଛୁ ବୋଲିକି ସେ କହୁଛନ୍। 5 ନମ୍ବର ପଦ ଲେଖା ମୁଁ ଦେଖୁଅଛି ତୁମମାନଙ୍କ ପିତାଙ୍କର ମୁଖ ମୋ ପ୍ରତି ପୂର୍ବ ପରି ନୁହଁ, ଏଟା ଯାକୁବ କହୁଛନ୍। ତାଙ୍କର ଲାବଣଙ୍କର ଝିଅକୁ କହୁଛନ୍, ରାହେଲ ଆଉ ଲିଆକୁ ସେ କହୁଛନ୍ ଯେ ତୁମମାନଙ୍କର ପିତାଙ୍କର ମୁଖ ମୋ ପ୍ରତି ପୂର୍ବ ପରି ନେଇ, ସେ ଆଗରୁ ଯେପରି ଥିଲେ ସେଇପରି ନୁହେଁ, ମାତ୍ର ମୋହର ପୈତୃକ ପରମେଶ୍ୱର ମୋହର ସହାୟ ଅଟନ୍ତି। ସେ ସ୍ଥାନରେ କହୁଛନ୍ ଯେ ତୁମର ପିତା ଲାବଣ ସେ ମୋର ସହିତରେ ନେଇ ନ, ମାତ୍ର ମୋର ପରମେଶ୍ୱର ମୋ ସାଙ୍ଗେ ଅଛନ୍। ତାଙ୍କର ପୂର୍ବ ବ୍ୟବହାର ଯେପରି ଥିଲା ବର୍ତ୍ତମାନ ସେହିପରି ବ୍ୟବହାର ନୁହେଁ ସେ, ଆଉ ବର୍ତ୍ତମାନ ମୋର ସାଙ୍ଗେ ତୁମର ପିତା ନେଇ ନ, ମୋର ପରମେଶ୍ୱର ଅଛନ୍ ବୋଲି ଯାକୁବ ସ୍ଥାନରେ କହୁଅଛନ୍। ମୁଁ ଆପଣର ସବୁ ବଳ ତାଙ୍କର ସମସ୍ତ ବଳ ଦେଖିରି ତୁମମାନଙ୍କ ପିତାଙ୍କର ଦାସ୍ୟକର୍ମ କରିଛି, ମୁଇଁ ମୋର ସମସ୍ତ ଶକ୍ତି ବଳ ପ୍ରୟୋଗ କରି ତୁମର ପିତାଙ୍କର ଦାସ୍ୟକର୍ମ କରିଅଛ ବୋଲି ସେ କହୁଛନ୍। ଏଇଟା ତୁମେ ମାନେ ବି ଜାଣିଛ ବୋଲି ଯାକୁବ ସେମାନଙ୍କୁ କହୁଅଛନ୍ତି। ତଥାପି ତୁମମାନଙ୍କ ପିତା ମତେ ପ୍ରବଞ୍ଚନା କରି 10 ପୁର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛନ୍ତି, ମାତ୍ର ପରମେଶ୍ୱର ତାଙ୍କୁ ମୋହର କ୍ଷତି କରିବାକୁ ଦେଇନାହାନ୍ତି। ଏ ସ୍ଥାନରେ ଯାକୁବ କହୁଛନ୍ ଯେ ତୁମର ପିତା ସେ 10 ଥର ମୋର ପାରିଶ୍ରମିକ ପରିବର୍ତ୍ତନ କରୁଛନ୍ ବୋଲି ସେ କହୁଛନ୍, କିନ୍ତୁ ମୋର ପରମେଶ୍ୱର ତୁମର ପିତାଙ୍କୁ କୌଣସି ଦଣ୍ଡ ଦେଇନାହାନ୍ତି ବୋଲି ସେ କହୁଛନ୍। ଯେହେତୁ ସେ ତାଙ୍କର ସଙ୍ଗରେ ଅଛନ୍ତି ଏବଂ ତାଙ୍କୁ କୌଣସି ପ୍ରକାର ଅସୁବିଧା କି କୌଣସି ପ୍ରକାର ବିପଦରେ ସେ ନ ପଡୁ ବୋଲି ପରମେଶ୍ୱର ଯାକୁବକୁ ଚାହୁଁଛନ୍ ଏବଂ ତାଙ୍କ ସହିତ ଅଛନ୍। ଏବଂ ଯେହେତୁ ଯାକୁବ ଲାବଣଙ୍କ ସାଙ୍ଗରେ ଅଛନ୍ ତେଣୁକରି ସେ ତାଙ୍କର ପ୍ରତି ସେଇ ରୂପ ବ୍ୟବହାର ସେ ନେଇ କରିବା। ଆଉ ଆମେ ଏ ସ୍ଥାନରେ ଦେଖୁଛୁ ଦୈନିକ ଆହ୍ଲାପକେ ବି ଯଦି ଆମେ ପଢମା ବୋଇଲେ ଯେ ଯାକୁବ କାଣା ହେଇଛି ଯେ ସେ ଈଶ୍ୱରଙ୍କ ଇଚ୍ଛାକେ ସେ ପାଳନ କରୁଛନ୍, ଏ ବିଷୟଟା ଆମେ ଦେଖବାକେ ପାଉଛୁ। ଏବଂ
ଯେତେବେଳେ ତାଙ୍କୁ କହିଲେ ଯେ ତୁମର ଜ୍ଞାତି କୁଟୁମ୍ବ କେ ତୁମେ ନେଇକିରି ତୁମେ ଯାଅ ବୋଲି କହିଛନ୍ ସେ ସ୍ଥାନରେ କାଣା ଏଇଠାନେ ହଉଛି ଯେ ଯାକୁବ ତାଙ୍କ ପରିବାର ତାଙ୍କ ସ୍ତ୍ରୀ ସମସ୍ତଙ୍କୁ ସେ ବିଷୟଟା ଜଣାଲେ ଆଉ ସେ ସ୍ଥାନରେ ପ୍ରସ୍ଥାନ କରିଅଛନ୍। ତ ଆମେ ଯଦି ଦେଖମା ଯେ ଗୃହର ମୁଖ୍ୟ ହଉଛନ୍ ବାପା ଆଉ ସେ ତାକୁ ପରମେଶ୍ୱର ଯାହା ମଧ୍ୟ ଆଜ୍ଞା ଦେଇଛନ୍ ସେ ସମସ୍ତ ବିଷୟ ଆମେ ଗୋଟେ ପରିବାରର ପିତା ହଉଛନ୍ ମୁଖ୍ୟ ଆଉ ତାକୁ ଯାହା ମଧ୍ୟ ଈଶ୍ୱର ଆଜ୍ଞା ଦଉଛନ୍ ସେ ସମସ୍ତ ବିଷୟ ମାନବାଟା ହଉଛି ଆମର କର୍ତ୍ତବ୍ୟ। ଆମେ ଏ ସ୍ଥାନରେ ଦେଖୁଛୁ ଯାକୁବକୁ ପରମେଶ୍ୱର କହିଛନ୍। ଆମେ ଯଦି ଦେଖମା ଯେ ନୋହଙ୍କ ଜୀବନକୁ ଆମେ ଯଦି ଦେଖମା ଯେ ନୋହଙ୍କୁ ପରମେଶ୍ୱର ଆଜ୍ଞା ଦେଲେ ଆଉ ଯେଉଁ ଆଜ୍ଞା ଦେଲେ ସେ ତାଙ୍କର ପରିବାର ନୋହଙ୍କୁ କେବଳ ସେ ଆଜ୍ଞା ଦେଲେ, ପରିବାର ସମସ୍ତଙ୍କୁ ସେ ଆଜ୍ଞା ନେଲେ ଏବଂ ନୋହକୁ ଯେନ୍ ଆଜ୍ଞା ଦେଲେ ତଦ୍ରୁପ ପରିବାର ସମସ୍ତେ ସେ ନୋହ ହେଲେ ପରିବାରର ମୁଖ୍ୟ ତାଙ୍କର ଆଉ ତାଙ୍କୁ ଯେନ୍ ଆଜ୍ଞା ଦେଲେ ସେ ତାଙ୍କର ଆଜ୍ଞାରେ ପରିବାର ସମସ୍ତେ ବିନା ପ୍ରଶ୍ନରେ ବିନା ଦ୍ୱନ୍ଦ୍ୱରେ ବିନା ଯୁକ୍ତି ବାଜିକିରି ସେ ସମସ୍ତେ ପରିବାର ସମସ୍ତେ ତାଙ୍କ କଥାରେ ରାଜି ହେଇକିରି ସେ ନୋହ ଯାହା ଯେ ରୂପେ ସେ କାର୍ଯ୍ୟ କଲେ ସେ ସମସ୍ତେ କାର୍ଯ୍ୟ ସହମତ ହେଲେ ଆଉ ତଦ୍ରୁପ ସେମାନେ କାର୍ଯ୍ୟ କଲେ। ଆଉ ସ୍ଥାନରେ ଆମେ ଦେଖୁଛୁ ନୋହ ଈଶ୍ୱରଙ୍କର ସେ ଆଜ୍ଞାକେ ସେ ପାଳନ କଲେ ଏବଂ ସେ ଆଜ୍ଞାକେ ତାଙ୍କର ଯେତେବେଳେ ସେ ପାଳନ କରିଛନ୍ ସେ ସ୍ଥାନରେ କାଣା ହେଇଛି କି ସେ ସବୁ ତାଙ୍କର ପରିବାର କାଣା ହେଇଛି ରକ୍ଷା ପ୍ରାପ୍ତ ହେଇଛନ୍, ସମସ୍ତେ ସେ ସ୍ଥାନରେ ଆଶୀର୍ବାଦ ପ୍ରାପ୍ତ ହେଇଛି। ତେଣୁ ଆମେ ଏ ସ୍ଥାନରେ ମଧ୍ୟ ଦେଖମା ଯେ ଯାକୁବ ମଧ୍ୟ କାଣା ହେଇଛି ଯେ ସେ ଈଶ୍ୱରଙ୍କର ଆଜ୍ଞାକେ ସେ ପାଳନ କରିଛନ୍ ଏବଂ ତାଙ୍କର ତଦ୍ରୁପ ସେ କାର୍ଯ୍ୟ କରିଛନ୍। କିନ୍ତୁ ଆମେ ଯଦି ଦେଖମା ଯେ ପରିବାରରେ ବର୍ତ୍ତମାନ ଯଦି ଆମେ ବାପା ଯଦି କିଛି କହିବେ ତ ଆମେ ପୁଅ ଝିଅ ସମସ୍ତେ କାଣା ହଉଛି ସେ ସ୍ଥାନରେ ଆମେ ଯୁକ୍ତି ବାଢୁଛୁ କି ବାପା ତୁମେ ଏଇଟା ନେଇ ଜାନି ଆଉ ବୋଲି ଆମେ ତାଙ୍କୁ ଓଲଟିଆ ପ୍ରଶ୍ନ କରୁଛୁ, ତାଙ୍କର ମତାମତକୁ ଆମେ ସମାଲୋଚନା କରୁଛୁ। କିନ୍ତୁ ଆମେ ଯଦି ଦେଖମା ନୋହଙ୍କର ଜୀବନ କି ହେଲା କିମ୍ବା ଯାକୁବଙ୍କ ଜୀବନ ସ୍ଥାନରେ ତାଙ୍କର ପରିବାର ବର୍ଗ ତାଙ୍କୁ ସେମାନେ ସମାଲୋଚନା ନାଇଁ କରବା କିନ୍ତୁ ଆଜିର ପରିବାରକେ ଆମେ ଯଦି ଦେଖମା ବୋଲେ ଅନେକ ପ୍ରକାରର ସମାଲୋଚନା ହେଇଥାଏ ଆଉ ବାପା ମାଙ୍କୁ କାଣା କହୁଛନ୍ ସନ୍ତାନ ମାନେ ତମେ କିଛି ନାଇଁ ଜାଣି ତୁମେ ଆମକୁ ଜହ ଜାଣିବ ଏ ପ୍ରକାର ଆମେ କଥାବାର୍ତ୍ତା କରୁଛୁ। କିନ୍ତୁ ଏ ସ୍ଥାନରେ ଆମେ ଦେଖୁଛୁ ଯେ ଗୋଟେ ଈଶ୍ୱର ଆଜ୍ଞାକାରୀ ପରିବାର ହେବାକୁ ହେଲେ ଗୋଟେ ଈଶ୍ୱର ଭୟକାରୀ ପରିବାର ହେବାକେ ହେଲେ ଆମକୁ ପରମେଶ୍ୱରଙ୍କ ସ୍ଥାନରେ ତାଙ୍କର ବାକ୍ୟକୁ ପାଳନ କରିବାକୁ ପଛେ ତାଙ୍କର ସ୍ଥିର ରହିବାର ଅଛି। ଗୋଟେ ଈଶ୍ୱର ଆଜ୍ଞାକାରୀ ଗୋଟେ ଈଶ୍ୱର ଭୟକାରୀ ପରିବାର ଯଦି ଆମେ ଗଠନ କରମା ବୋଇଲେ ପହିଲା ଆମର ପରିବାରକେ କାଣା କରିବାକୁ ପଡବା ଗୋଟେ ଆମର ପରିବାରকে ସୁନ୍ଦର ଭାବରେ ଗଠନ କରିବାକୁ ପଡବା। ସେଥିର୍ଲାଗି ହଉଛି ଆମର ପରିବାର ମୁଖ୍ୟ ବିଷୟ ହେଲା ଯେ ଆମର ପରିବାରରେ ଆମେ କାଣା କରମା ଆମେ ଡିସିପ୍ଲିନ କେ ମେଣ୍ଟେନ କରମା। ପରିବାର ସୌନ୍ଦର୍ଯ୍ୟତା ହଉଛି ପରିବାରର ଡିସିପ୍ଲିନ ଆଉ ଆମେ ଗୋଟେ ପରିବାରକୁ ଯେତେବେଳେ ଦେଖୁଛୁ ସେ ପରିବାରରେ ଯେତେ ଦେଖମା ଯେତେ ଡିସିପ୍ଲିନ ସେ ପରିବାର ସେତେ ସୁନ୍ଦର ଥିସି। ପରିବାର କରିଥିମା କିଏ କାହାର କଥା ଶୁଣୁନି ଥିମା ସେ ପରିବାର ସହିତ ପରମେଶ୍ୱର ନେଇ ରହନ୍। ଏ ସ୍ଥାନରେ କହୁଛନ୍ ପରମେଶ୍ୱର ଯାକୁବ ଆମେ ତୁମ ସାଙ୍ଗେ ଅଛୁ ବୋଲୁଛନ୍। କାହିଁକି ସେ କଥା କହୁଛନ୍ ଯେ ଯାକୁବ ଈଶ୍ୱରଙ୍କୁ ପ୍ରେମ କରୁଛେ ଈଶ୍ୱରଙ୍କୁ ସେ ଭୟ କରୁଛି। କିନ୍ତୁ ଆଜି ଆମେ ଆମର ପରିବାରରେ ସେମାନେ ହଉଛ ଯାକୁବ ହଉଛନ୍ତି ଆମ ପରିବାରର ମୁଖ୍ୟ। ତ ଆଜି ଆମେ ଯେତେବେଳେ ଆମର ପରିବାରର ମୁଖ୍ୟ ହେଇଛୁ ଆମର ସନ୍ତତି ଆମ ପୁଅ ଝିଅ ମାନେ ସେମାନେ ଆମକୁ କ୍ରସ୍ କୋଶ୍ଚିନ୍ ନାଇଁ କରବାର ଆବଶ୍ୟକତା ଅଛି। ଯଦି କ୍ରସ୍ କୋଶ୍ଚିନ୍ କରୁଛନ୍ ତାହେଲେ ଆମର ପରିବାରର ସୌନ୍ଦର୍ଯ୍ୟତା ନାଇଁ ନ। ଯଦି ପରିବାରରେ ଡିସିପ୍ଲିନ ଅଛେ ବାପା ମାଙ୍କୁ ଯଦି ପୁଅ ଝିଅ ମାନେ ଯଦି କ୍ରସ୍ କୋଶ୍ଚିନ୍ ନାଇଁ କରବାର ବେଲେ ପରିବାରଟା ସୁନ୍ଦର ଅଛି। ଆଉ ଯଦି କ୍ରସ୍ କୋଶ୍ଚିନ୍ କରୁଛନ୍ ତାହେଲେ ପରିବାରଟା ସୌନ୍ଦର୍ଯ୍ୟ ନେଇ ଈଶ୍ୱରଙ୍କ ଦୃଷ୍ଟିରେ। ପରିବାର ସମସ୍ତଙ୍କୁ ପରମେଶ୍ୱର ବସେଇ କରି ନାଇଁ କହନ୍ ଯେ କାର୍ଯ୍ୟ କର କର୍ମ କର ବୋଲି। ପରିବାରର ପିତାଙ୍କୁ ଯେନ୍ ଆଦେଶ ଦେବେ ସେ ଆଦେଶକେ ପରିବାର ସମସ୍ତେ ପାଳନ କରବାର ଅଛି। ତଦ୍ରୁପ ନୋହଙ୍କର ପରିବାର ହେଇଥିଲା। ଏ ସ୍ଥାନରେ ଯାକୁବଙ୍କର ମଧ୍ୟ ଠିକ ସେହିପରି ହେଇଛି। କଥା ସେ ମାନୁଛନ୍ ଏବଂ ସେ ଯେ ଆଦେଶ ଦେଲେ ଯେ ତୁମେ ତୁମର ଜାତି କୁଟୁମ୍ବ ତୁମର ଦେଶକେ ଫେରିଯାଅ ଆମେ ତୁମର ସହାୟ ବୋଲିକିରି ପରମେଶ୍ୱର କହିଛନ୍ ତଦ୍ରୁପ ସେ ତାଙ୍କର ଆଦେଶ ସେ ପାଳନ କରିଅଛନ୍। ଏ ବିଷୟଟା ଆମେ ଏ ସ୍ଥାନରେ ଦେଖବାକେ ପାଉଅଛୁ। 8 ପଦରେ ଆମେ ଯଦି ଦେଖମା ଯେହେତୁ ଚିତ୍ର ବିଚିତ୍ର ପଶୁ ଗଣ ତୁମର ବର୍ତ୍ତନ ସ୍ୱରୂପ ହେବେ ସେ ଆପେ ଯେତେବେଳେ ଏହି କଥା କହିଲେ ସେତେବେଳେ ସମସ୍ତ ପଶୁ ଚିତ୍ର ବିଚିତ୍ର ଛୁଆ ପ୍ରସବ କଲେ। ପୁଣି ରେଖାଙ୍କିତ ପଶୁଗଣ ତୁମର
ବର୍ତ୍ତନ ସ୍ୱରୂପ ହେବେ। ସେ ସେତେବେଳେ ଏହା ସେ ଯେତେବେଳେ ଏହା କହିଲେ ସେତେବେଳେ ସମସ୍ତ ପଶୁ ରେଖାଙ୍କିତ ଛୁଆ ପ୍ରସବ କଲେ। ପରମେଶ୍ୱର ଯାକୋବକୁ ନିଶ୍ଚିତ ଭାବେ ସେ ଆଶୀର୍ବାଦ କରିଅଛନ୍ତି ଆଉ ତଦୁବ ମଧ୍ୟ ସ୍ଥାନ ଏହା ହୋଇଅଛି। 9 ପଦରେ ଲେଖାଯାଇଛି ଏହି ରୂପେ ପରମେଶ୍ୱର ତୁମମାନଙ୍କ ପିତାଙ୍କ ପଶୁ ଧନ ନେଇ ମତେ ଦେଲେ। କାରଣ ପଶୁମାନଙ୍କ ଗର୍ଭଧାରଣ ସମୟରେ ମୁଁ ସ୍ୱପ୍ନରେ ଅନାଇ ଦେଖିଲି, ଦେଖ ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ ଓ ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ। ସେତେବେଳେ ପରମେଶ୍ୱରଙ୍କ ଦୂତ ସ୍ୱପ୍ନରେ ମତେ ଯାକୁବ ବୋଲି ଡାକନ୍ତି। ମୁଁ କହିଲି ଦେଖନ୍ତୁ ମୁଁ ଏଠାରେ। ତହିଁରେ ସେ କହିଲେ ଏବେ ଅନାଇ ଦେଖ ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ। ଯେହେତୁ ତୁମ୍ଭ ପ୍ରତି ଲାବଣ ରୂପ ବ୍ୟବହାର କରଇ ତାହା ଆମେ ଦେଖିଲୁ। ଏ ସ୍ଥାନରେ ଆମେ ଦେଖୁଛୁ ଯେ ପରମେଶ୍ୱର ଯାକୁବକୁ କହୁଛନ୍ ଯେ ତୁମ ପ୍ରତି ଲାବଣ ରୂପ ବ୍ୟବହାର କରଇ ତାହା ଆମେ ଦେଖିଛୁ ବୋଲି କହୁଛନ୍। ଏବଂ ସେ ଯେଉଁ ସ୍ୱପ୍ନ ଦେଖିଛନ୍ ସେ ସ୍ୱପ୍ନ ମାଧ୍ୟମରେ ଯାହା ଏହା କହିଛନ୍ତି ତାଙ୍କର ଇଏ କରିଅଛନ୍ତି ଏବଂ ସେହିପରି ତାଙ୍କର ସହବର୍ତ୍ତୀ ଅଛନ୍ତି ଏବଂ ତାଙ୍କୁ ସେ ମଧ୍ୟ ଆଶୀର୍ବାଦ କରିଅଛନ୍ତି। ଯେଉଁଠାରେ ତୁମେ ଗୋଟିଏ ସ୍ତମ୍ଭ ଅଭିଷେକ କରିଅଛ ଓ ଆମ୍ଭ ନିକଟରେ ମାନତ କରିଅଛ ସେହି ବେଥଲର ପରମେଶ୍ୱର ଆମ୍ଭେ। ଏ ସ୍ଥାନରେ କହୁଛନ୍ତି ଯେ ତୁମେ ଗୋଟେ ଯେନ୍ ସ୍ତମ୍ଭ ଅଭିଷେକ କରିଅଛ ଆମେ ଆମ ନିକଟରେ ତୁମେ ଯେନ୍ ମାନତ ରଖିଅଛ ଆମ୍ଭେ ହେଉଛୁ ସେଇ ବେଥଲର ପରମେଶ୍ୱର ବୋଲି ଯାକୁବକୁ ଏ ସ୍ଥାନରେ ପରମେଶ୍ୱର କରିଅଛନ୍ତି। ଏବେ ଉଠି ଏହି ଦେଶ ପରିତ୍ୟାଗ କରି ଆପଣ ଜ୍ଞାତିମାନଙ୍କ ଦେଶକୁ ଫେରିଯାଅ। ତହିଁରେ ରାହେଲ ଓ ଲେହା ଉତ୍ତର କଲେ ପିତାଙ୍କ ଗୃହରେ ଆମମାନଙ୍କର କି ଆଉ କି ବାଣ୍ଟ ଅଧିକାର ନାହିଁ ଅଛି। ଆମେମାନେ କି ତାଙ୍କ ନିକଟରେ ବିଦେଶିନୀ ରୂପେ ଗଣ୍ୟ ନୁହଁ, ଯେହେତୁ ସେ ଆମମାନଙ୍କୁ ବିକ୍ରି ଆମମାନଙ୍କର ମୂଲ୍ୟ ସ୍ୱରୂପେ ସମ୍ପୂର୍ଣ୍ଣ ରୂପେ ଭୋଗ କରିଅଛନ୍ତି। ଏ ସ୍ଥାନରେ ସେମାନେ ପ୍ରଶ୍ନ କରୁଛନ୍ତି ଲେଆ ଏବଂ ରାହେଲ ଯେ ଆମେ ତାଙ୍କ ପିତାଙ୍କ ସ୍ଥାନରେ ଆମେ ଗୋଟେ ବିଦେଶୀ ସ୍ୱରୂପ ଆମର ମୂଲ୍ୟକୁ ସେ ଇଏ କରିଅଛନ୍ତି ବୋଲି କହୁଛନ୍। ଆମେ ଦେଖୁଛୁ ଏ ସ୍ଥାନରେ 16 ପଦରେ ଯେହେତୁ ପରମେଶ୍ୱର ଆମମାନଙ୍କ ପିତାଙ୍କ ଠାରୁ ଯେଉଁ ସବୁ ଧନ ନେଇ ଅଛନ୍ତି ସେହି ସବୁ ଆମମାନଙ୍କର ଓ ଆମମାନଙ୍କର ସନ୍ତାନ ଗଣର। ଏଣୁ ପରମେଶ୍ୱର ତୁମ୍ଭକୁ ଯାହା କହିଲେ ତୁମ୍ଭେ ତାହା କର ବୋଲି କହୁଛି। ଯାକୁବ କହେ ଯେ ପରମେଶ୍ୱର ତମକୁ ଯାହା କହିଅଛନ୍ତି ସବୁ କର ବୋଲି କହୁଛନ୍ତି। 17 ପଦ ଲାଗେ ତହୁଁ ଯାକୁବ ଉଠି ଆପଣା ସନ୍ତାନଗଣ ଓ ଭାର୍ଯ୍ୟାମାନଙ୍କୁ ଓଟ ଉପରେ ବସାଇଲା। ପୁଣି ଆପଣା ଉପାର୍ଜିତ ପଶୁ ଆଦି ସକଳ ଧନ ଅର୍ଥାତ୍ ପତନ ଆରାମର ଯେଉଁ ପଶୁ ଓ ଯେଉଁ ସମ୍ପତ୍ତି ଉପାର୍ଜନ କରିଥିଲା ତାହା ଘେନି କିନାନ ଦେଶରେ ଆପଣା ପିତା ଇସାକର ନିକଟକୁ ପ୍ରସ୍ଥାନ କଲା। ଏ ସ୍ଥାନରେ ଆମେ ଦେଖୁଛୁ ଯେ ଯାକୁବ ଯାହା ତାର ଥିଲା ତାର ସବୁ ପଶୁ ମାନେ ସନ୍ତାନ ସମସ୍ତଙ୍କୁ ସେ ଯାହା ଯାହା ସେ ପରିଶ୍ରମ କରି ଧନ ଉପାର୍ଜନ କରିଥିଲା ସବୁ ଧନ ତାର ଓଟ ତାର ପରିବାର ସେ ସବୁ ନେଇକି ସେ ତାର ନିଜ ତାର ପିତାଙ୍କର ସ୍ଥାନକୁ ସେ ପ୍ରସ୍ଥାନ କରୁଛି। ତେଣୁ ସେ ଫେରି ଯାଉଛି। ପରମେଶ୍ୱର ତାହାକେ ଯୋଉ ରୂପ ଆଦେଶ ଦେଲେ। 19 ପଦରେ ଲେଖାଏ ସେହି ସମୟରେ ଲାବନ ମେସୋଲୋମ ଛେଦନ କରିବାକୁ ଯାଇଥିଲା। ପୁଣି ରାହେଲ ଆପଣା ପିତାର ଠାକୁର ମାନଙ୍କୁ ହରଣ କଲା। ଏ ସ୍ଥାନରେ ଆମେ ଦେଖୁଛୁ ଯେ ସେ ଯେତେବେଳେ ସେମାନେ ତାଙ୍କ ସହିତ ଗମନ କରିଛନ୍ ଆଉ ତାଙ୍କ ରାହେଲଙ୍କର ପରିବାର କାରଣ ସେମାନେ ଗୋଟେ ଈଶ୍ୱରଙ୍କୁ ମାନେ ନ ଜାଣିଥିବାର ପରିବାର ସେମାନେ ପ୍ରତିମା ପୂଜା କରୁଥିବାର ଗୋଟେ ପରିବାର ଅଟ। ସେମାନେ ମୂର୍ତ୍ତି ପୂଜା କରୁଥିଲେ ଏବଂ ସେ ସମୟରେ ସେ କଣ ହେଇଛି ସେ ତାଙ୍କର ସେ ଠାକୁର ମାନକେ ସେ ମୂର୍ତ୍ତି ମାନକେ ସେ ନେଇକରି ଯାଇ ଅଛନ୍। ଏଇ ସ୍ଥାନଟା ଆମେ ଦେଖୁଛୁ। ତେଣୁ ପରମେଶ୍ୱର ଚାହୁଁଥିଲେ ଯେ ଯାକୁବ ସେ ସ୍ଥାନରେ ସେ ନେଇ ରହୁ। ଯେହେତୁ ଯାକୁବ ଏବଂ ତାଙ୍କ ସନ୍ତାନ ସନ୍ତତି ସେ ସ୍ଥାନରେ ଯଦି ରହିବେ ତ ନିଶ୍ଚିତ ଭାବେ ସେମାନେ କାଣା ହେବେ ସେମାନେ ଆଶୀର୍ବାଦ ଯୁକ୍ତ ହେଇ ପାରନ୍। ତେଣୁ ପରମେଶ୍ୱରଙ୍କ ଇଚ୍ଛା ଏବଂ ଯୋଜନା ଯାକୁବ ଏବଂ ବୋଲି ପରମେଶ୍ୱର ଚାହିଁଛନ୍ ଏବଂ ସେଥିଲାଗି ତାଙ୍କୁ ଯାକୁବକୁ ସେ ଆଦେଶ ଦେଇଛନ୍। ଆଉ ଯାକୁବ ଆପଣା ପଳାୟନର କୌଣସି ସମ୍ବାଦ ନ ଦେଇ ଆରାମୀୟ ଲାବନକୁ ବଞ୍ଚନା କଲା। ଏହି ପ୍ରକାରେ ସେ ଆପଣାର ସର୍ବସ୍ୱ ଘେନି ପଳାୟନ କଲା। ପୁଣି ଉଠି ଫରାତ ନଦୀ ପାର ହୋଇ ଗିଲିୟତ ପର୍ବତ ଆଡ଼କୁ ଦୃଷ୍ଟି କରି ଚାଲିଲା। ଏବଂ ଏ ସ୍ଥାନରେ କାଁ ହେଲା ସେ ଯେତେବେଳେ ସେ ସ୍ଥାନ ସେ ଛାଡ଼ିକିରି ଯାଉଛନ୍ ସେ ଲାବନଙ୍କୁ ସେ କୌଣସି ବିଷୟ ନେଇ ଜଣେ ଯେ ପରମେଶ୍ୱର ମତେ ଏନ୍ତା କହିଛନ୍ ସନ୍ଧ୍ୟା କହିଛନ୍ ଆଉ ମୁଁ ସ୍ଥାନ ଛାଡ଼ିକିରି ଚାଲି ଯାଉଛେ ବୋଲି ସେ ତାଙ୍କୁ କୌଣସି ଖବର ନାଇଁ ଦେଇ ତାଙ୍କୁ ବିନା ଖବର ଦେଇକରି ସେ ସ୍ଥାନ ସେ ଛାଡ଼ିକିରି ଯାଇଛନ୍। ଏବଂ ଲାବନ ସେ ଯେତେବେଳେ ଆସିକି ସେ ଯେତେବେଳେ ସେ ଖବର ପାଇଛନ୍ 22 ପଦରେ ଲେଖାଯାଏ
ଯେ ଅନନ୍ତର ତୃତୀୟ ଦିବସରେ ଲାବାନକୁ ଯାକୁବର ପଳାୟନର ସମ୍ବାଦ ଦିଆଗଲା। ସେ 3 ଦିନ ପରେ ଯାଇକରି ଖବର ପାଇଲେ ଯେ ଯାକୁବ ତାଙ୍କର ଜ୍ଞାତି କୁଟୁମ୍ବ ତାଙ୍କର ଧନ ଉପାର୍ଜନ ଧନ ସକଳ ଯାହା ଯାହା ପଶୁପଳ ଥିଲା ଯାହା ଯାହା ଥିଲା ସେ ସମସ୍ତকে ସେ ନେଇକିରି ସେ ଚାଲି ଯାଇଛନ୍ ବୋଲି ସେ 3 ଦିନ ପରେ ଯାଇକରି ସେ ଖବର ପାଇଲେ। ଏବଂ ସେ ଯେତେବେଳେ 3 ଦିନ ପରେ ଖବର ପାଇଲେ 23 ପଦରେ ପରମା କହିଲେ ସେ ଆପଣା କୁଟୁମ୍ବ ମାନଙ୍କୁ ସଙ୍ଗେ ଘେନି ତାହାର ପଛେ ପଛେ 7 ଦିନର ବାଟ ଦୌଡ଼ି ଯାଇ ଗିଲିୟତ ପର୍ବତ ନିକଟରେ ତାହାର ସଙ୍ଗ ଧରିଲା। ମାତ୍ର ପରମେଶ୍ୱର ରାତ୍ରି କାଳେ ସ୍ୱପ୍ନ ଯୋଗେ ଆରାମୀୟ ଲାବନ ନିକଟରେ ଉପସ୍ଥିତ ହୋଇ ତାହାକୁ କହିଲେ ସାବଧାନ ଯାକୁବକୁ ଭଲ ମନ୍ଦ କିଛି କୁହ ନାହିଁ। ଏ ସ୍ଥାନରେ ଆମେ ଦେଖୁଛୁ ଯେ ଯାକୁବ ସେ ସ୍ଥାନରୁ ପ୍ରସ୍ଥାନ କରିଛନ୍ ଏବଂ ଲାବନ ତାଙ୍କୁ ଯେତେବେଳେ ସେ 3 ଦିନ ପରେ ଖବର ପାଇକରି ତାଙ୍କର 7 ଦିନ ଯେତେବେଳେ ତାକେ ସେ ଦୌଡେଇଛନ୍ ତାଙ୍କର ପଛେ ତ ନିଶ୍ଚିତ ଭାବେ ସେ ତାକେ ସେ ସ୍ଥାନରେ ହତ୍ୟା କରିଥିବେ କିମ୍ବା ତାଙ୍କୁ କୌଣସି ପ୍ରକାର ଅତ୍ୟାଚାର ଅନ୍ୟାୟ କରିଥିବେ। ତେଣୁକରି ପରମେଶ୍ୱର କହୁଛନ୍ ଯେ ତୁମେ ସାବଧାନ କରୁଛନ୍ ଲାବନକୁ ତୁମେ ତାଙ୍କୁ କିଛି ଭଲ ମନ୍ଦ କୁହ ନାହିଁ। କାରଣ ପରମେଶ୍ୱର ଯାକୁବଙ୍କ ସଙ୍ଗରେ ଅଛନ୍ ତାଙ୍କୁ ସେ ଆଶୀର୍ବାଦ କରୁଛନ୍ ତାଙ୍କର ସେଥି ନିମନ୍ତେ ସେ ତାଙ୍କ ସହବର୍ତ୍ତୀ ହେଇଥିବାରୁ ସେ କହୁଛନ୍ ଯେ ତୁମେ ସାବଧାନ ହୁଅ ତାଙ୍କୁ ଯାକୁବକୁ ତୁମେ ଭଲ ମନ୍ଦ କିଛି କୁହ ନାହିଁ ବୋଲିକରି। ଏବଂ ଆମେ ଜାଣୁ ଦେଖୁ ଯେ ଜଣେ ବ୍ୟକ୍ତି ଯେତେବେଳେ ପରମେଶ୍ୱରକୁ ପ୍ରେମ କରେ ପରମେଶ୍ୱରକୁ ଯେତେବେଳେ ଭୟ କରେ ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୁଅନ୍ତି ତାଙ୍କର ସଙ୍ଗରେ ରୁହନ୍ତି ତାଙ୍କର ସହିତରେ ରୁହନ୍ତି। ଏ ବିଷୟରେ ଆମେ ଜାଣିଅଛୁ ଏବଂ ଯାକୁବର ସହବର୍ତ୍ତୀ ହେଇଛନ୍ତି ଈଶ୍ୱର ଏବଂ ତାଙ୍କୁ ସେ କଣ କରୁଛନ୍ ତାଙ୍କୁ ପ୍ରେମ କରୁଛନ୍ତି ତାଙ୍କୁ ଭୟ ଭକ୍ତି କରୁଥିବାରୁ ସେ ତାଙ୍କ ସଙ୍ଗରେ ଅଛନ୍ ଏବଂ ତାଙ୍କୁ କୌଣସି ସେ ପ୍ରକାର କ୍ଷତି ହେବାକୁ ଦେଇନାହିଁ। ଯେ ପରମେଶ୍ୱରଙ୍କର ସହିତରେ ପରମେଶ୍ୱର ସୁରକ୍ଷା ଦିଅନ୍ତି ଏବଂ ତାଙ୍କୁ ସମସ୍ତ ପ୍ରକାର ବିପଦ ଆପଦରୁ ସୁରକ୍ଷା ଦେଇଥାନ୍ତି। ଏ ବିଷୟଟା ଆମେ ନିଶ୍ଚିତ ଭାବେ ଆମେ ଦେଖିବାକୁ ପାଉଅଛୁ। ତେଣୁ ଆମେ କଣ କରିବାର ଆବଶ୍ୟକତା ଅଛି ଯେ ପରମେଶ୍ୱରଙ୍କ ଆଜ୍ଞାକେ ପାଳନ କରିବାର ଅଛି। ଆଉ ଆମେ ଯେତେବେଳେ ପରମେଶ୍ୱରଙ୍କ ଆଜ୍ଞାକେ ପାଳନ କରୁଛୁ ପ୍ରତିକୂଳ ପରିସ୍ଥିତି ଯାହା ବି ହଉନା କାହିଁକି ଆମେ ବିଶ୍ୱାସରେ ସ୍ଥିର ରହିବାର ଆବଶ୍ୟକତା ଅଛି। କାରଣ ପରମେଶ୍ୱର ଆମକୁ ସୁରକ୍ଷା ଦେବେ। ଆମେ ଯେତେବେଳେ ଦେଖୁଛୁ ଯେ ଇସ୍ରାଏଲର ଲୋକମାନଙ୍କୁ ପରମେଶ୍ୱର ସେ ପ୍ରେମ କରୁଥିଲେ ଏବଂ ତାଙ୍କୁ ସେ ତାଙ୍କର ପଛେ ଯେତେବେଳେ ସେ ଲୋକମାନେ ତାଙ୍କୁ ଯେତେବେଳେ ଧାବମାନ ହେଲେ ତାଙ୍କର ରଥ ମାନଙ୍କୁ ଭାଙ୍ଗି ପକାଇଲେ ସମୁଦ୍ର ବିହତ ବୋଲି ସେମାନଙ୍କୁ ପାର କରାଇଲେ ଏବଂ ସେମାନେ ଯେତେବେଳେ ଅତିକ୍ରମ କରମ ବୋଲି ସମୁଦ୍ର ଜଳରେ ଅନେକ ଲୋକ ସେମାନେ ମଗ୍ନ ହେଇ ତେଣୁ ପରମେଶ୍ୱର ଯାହାକୁ ପ୍ରେମ କରନ୍ତି ସେ ତାକୁ ପରମେଶ୍ୱର ତାକୁ ସୁରକ୍ଷା ଦିଅନ୍ତି। ଏ ବିଷୟଟା ଆମେ ଦେଖିବାକୁ ପାଉଛୁ। ତେଣୁ ଆମେ ସଦାସର୍ବଦା ଈଶ୍ୱରଙ୍କର ଆଜ୍ଞାକେ ପାଳନ କରିବାର ଆବଶ୍ୟକତା ଅଛି ଏବଂ ତାଙ୍କର ଗୌରବ ଏବଂ ତାଙ୍କର ପ୍ରଶଂସା କରିବାର ଆବଶ୍ୟକତା ଅଛି। ଆଜି ନୋହଙ୍କ ପରିବାରକେ ଆମେ ଦେଖିଲା ଯେ ସେମାନେ ପରମେଶ୍ୱରଙ୍କ ଇଚ୍ଛାକୁ ସେମାନେ ପାଳନ କଲେ ତାଙ୍କ ଆଜ୍ଞାକୁ ସେମାନେ ପାଳନ କଲେ ବୋଲି ସେମାନେ ଆଶୀର୍ବାଦ ପ୍ରାପ୍ତ ହୋଇଅଛନ୍। ଏ ବିଷୟଟା ଆମେ ଦେଖିବାର ଲାଗି ପାଉଛୁ। ତେଣୁ ଈଶ୍ୱରଙ୍କର ଆଜ୍ଞାକାରୀ ହେବାର ଆବଶ୍ୟକତା ଅଛି। ଯେ ପରିବାର ଆଜ୍ଞାକାରୀ ଥିବ ଏବଂ ଈଶ୍ୱରଙ୍କ ଉପସ୍ଥିତି ଥିବ ସେ ପରିବାର କଣ ହବ ଆଶୀର୍ବାଦ ଯୁକ୍ତ ହେବ। ଏ ବିଷୟଟା ଆମକୁ ଶିକ୍ଷା ଦେଉଛି। ଦୈନିକ ଆମେ ଯେତେବେଳେ ଅଧ୍ୟୟନ କରମା ଏ ସ୍ଥାନ ଲେଖାଯାଇ 28:15 ପଦରେ ଲେଖାଯାଏ ପୁଣି ଦେଖ ଆମ୍ଭେ ତୁମର ସହାୟ ଅଟୁ ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ ସେହି ସ୍ଥାନରେ ଆମେ ତୁମକୁ ରକ୍ଷା କରିବା ଓ ପୁନର୍ବାର ତୁମକୁ ଏ ଦେଶକୁ ଆଣିବା। କାରଣ ଆମ୍ଭେ ଯାହା ତୁମକୁ କହିଅଛୁ ତାହା ସଫଳ ନ କରିବା ପର୍ଯ୍ୟନ୍ତ ଆମ୍ଭେ ତୁମକୁ ପରିତ୍ୟାଗ କରିବା ନାହିଁ। ଯାକୁବକୁ ପରମେଶ୍ୱର କହୁଛ ଯେ ଆମେ ତୁମର ସଙ୍ଗେ ଅଛୁ ଆଉ ଆମେ ତୁମକୁ ଯେନ୍ ଯେନ୍ ବିଷୟ ଦେମୁ ବୋଲି କହିଛୁ ସମସ୍ତ ବିଷୟ ନେଇ ଆମେ ତୁମକୁ ଦେବାର ସବୁ ନେଇ କରିବାର ଆମେ ତୁମକୁ ଛାଡ଼ିବା ନାହିଁ ବୋଲି କହିଛନ୍ତି। ତ ଆମେ ଏ ବିଷୟଟା ଏ ସ୍ଥାନରେ ଆମେ ଦେଖିବାକୁ ପାଉଛୁ। ଆମେ ଯଦି ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ତାଙ୍କର ଚରଣବର୍ତ୍ତୀ ହେବା ବୋଲେ ଆମେ ନିଶ୍ଚିତ ଭାବେ ଆଶୀର୍ବାଦ ପ୍ରାପ୍ତ ହେଇପାରିବା। ଆଉ ପାଉଲ ମଧ୍ୟ ସେ କହୁଛ ଯେ ଯଦି ଈଶ୍ୱର ମୋର ସହିତ ସହବର୍ତ୍ତୀ ଅଟନ୍ ତାହେଲେ ମନୁଷ୍ୟ ମୋର କଣ କରିବ ଏ ବିଷୟଟା କହୁଛି। ଆମେ ଯେତେବେଳେ ଦେଖମା ଯେ ପାଉଲ ଏବଂ ପିତର ମାନଙ୍କର ଜୀବନ କି ମଧ୍ୟ ଯଦି ଦେଖମା ବୋଲେ ସେମାନେ ମନୁଷ୍ୟ ମାନେ କାଣା କଲେ ସେମାନଙ୍କୁ ଦଣ୍ଡ ଦେଲେ ଜେଲରେ ନିକ୍ଷେପ କଲେ କିନ୍ତୁ ପ୍ରଭୁ ପରମେଶ୍ୱର ତାଙ୍କର ସହବର୍ତ୍ତୀ ଥିଲେ ବୋଲି ସେ ମଧ୍ୟରାତ୍ରିରେ କାଣା କଲେ ସେ ଦୂତ ଆସି ସେ କାରାଗାର ତାଙ୍କୁ ସୁରକ୍ଷା ଦେଲେ କାରାଗାର ମାନେ ଭାଙ୍ଗିଗଲା ସେ ଲୁହାର ପ୍ରସ୍ତର ମାନେ କାଣା ସେଟା ଭାଙ୍ଗିଗଲା ଏବଂ ସେ ସ୍ଥାନରେ ସେ ବାହାରି ଆସିପାରିଲେ।
ତାପରେ ଈଶ୍ୱର ତାଙ୍କ ସଙ୍ଗରେ ଥିଲେ ତେଣୁ ସେ ସ୍ଥାନରେ କାରଣ ମନୁଷ୍ୟ ମାନେ ଯେ ତାରା ରକ୍ଷକ ମାନେ ଥିଲେ ସେମାନେ କିଛି ସେମାନଙ୍କୁ କରି ନ ପାରିଲେ ଯେହେତୁ ଈଶ୍ୱର ତାଙ୍କ ସଙ୍ଗରେ ଥିଲେ। ଆଜି ଯଦି ଆମର ସାଙ୍ଗେ ଈଶ୍ୱର ଅଛନ୍ ଆମକୁ କାଣା କି କରିବା ଆମକୁ କେହି କିଛି କରିପାରିବ ନାହିଁ ଯାହା ପାଉଲ ମଧ୍ୟ କହୁଛନ୍ ଏ ବିଷୟଟା ଆମକୁ ଆଜି ଆମେ ଏଇଟା ଦେଖିବାକୁ ପାଉଛୁ। ଆଉ ଯୀଶୁ ମଧ୍ୟ କହୁଛନ୍ ଯେ ମୁଁ ଯୁଗାନ୍ତ ପର୍ଯ୍ୟନ୍ତ ତୁମର ସାଙ୍ଗେ ଅଛେ ବୋଲୁଛନ୍। ପ୍ରତିକୂଳ ପରିସ୍ଥିତିରେ ଈଶ୍ୱର ଆମର ସହାୟ ସେ ଆମକୁ କାଣା କଥା ଦେଇଛନ୍ ଆଉ ଈଶ୍ୱର ଯେନ୍ ପ୍ରତିଜ୍ଞା ଦେଇଥିସନ୍ ସେ ତାଙ୍କ ପ୍ରତିଜ୍ଞାକେ ସେ କେବେ ନେଇ ଭୁଲ ଆମେ ମନୁଷ୍ୟ କାରଣ ସେ ଆମର ଜୀବନରେ ଆମେ ଅନେକ ସମୟରେ ଆମେ ଯାହା କଥା ଦେଇଥାଉ ଅନ୍ୟକୁ ଆମେ ଅନେକ ସମୟରେ କାଣା ସେ କଥାକେ ଆମେ ଭୁଲି ଯାଇଥାଉ ଆମ ସ୍ମରଣରେ ନଥାଏ କିନ୍ତୁ ଈଶ୍ୱର ଯାହା ପ୍ରତିଜ୍ଞା ଦେଇଥାନ୍ତି ମନୁଷ୍ୟକୁ ସେ କେବେ ଭୁଲନ୍ତି ନାହିଁ ସେ ପ୍ରତିଜ୍ଞାକୁ ସଫଳ ନ କରିବା ପର୍ଯ୍ୟନ୍ତ କିନ୍ତୁ ଆମେ ଆମ ଜୀବନରେ ଭୁଲି ଯାଇଥାଉ। ଆଉ ଯୀଶୁ କହିଛନ୍ତି ଦେଖ ମୁଁ ତୁମ ସାଙ୍ଗେ ସାଙ୍ଗେ ସଦା ସର୍ବଦା ଅଛି ତେଣୁ ଆମେ ଆମର ଜୀବନରେ କୌଣସି ଭୟ କରିବାର ଆବଶ୍ୟକତା ନାଇଁନ ଆମେ ସଦା ସର୍ବଦା ଆମେ ଈଶ୍ୱରଙ୍କୁ ପ୍ରେମ କର୍ମା ଏବଂ ଈଶ୍ୱରଙ୍କୁ ପ୍ରେମ କର୍ମା ଏବଂ ତାଙ୍କର ଆଜ୍ଞାକୁ ପାଳନ କର୍ମା ତ କାଣା ହବ ସେ ଆମ ସଙ୍ଗରେ ସହିଦ କରି ରହିବେ ସଦା ସର୍ବଦା ତାଙ୍କଠାରେ ଆମେ ଆଶୀର୍ବାଦର କାରଣ ହେଇପାରମା ତାଙ୍କର ବାକ୍ୟରେ ଆମେ ସ୍ଥିର ରହିମା ତାଙ୍କର ବାକ୍ୟକୁ ଆମେ ଯଦି ପାଳନ କର୍ମା ତାହେଲେ ଆମେ ସଦା ସଦା ଆମେ ସଫଳୀକୃତ କରିପାରିବା ଆମେ ଏକ ଉତ୍ତମ ଗୋଟେ ସଫଳ ବ୍ୟକ୍ତି ହେଇପାରିବା ଏକ ସଫଳ ପରିବାର ଗଠନ କରିପାରିବା ଈଶ୍ୱରଙ୍କ ଦୃଷ୍ଟିରେ। ଯୀଶୁ ତେଣୁ କହିଲେ ଯେ ମୁଁ ଦେଖ ତୁମ ସାଙ୍ଗେ ସଦା ସର୍ବଦା ବୋଲିଛନ୍ ଯୀଶୁ ତେଣୁ ଆମେ କୌଣସି ତାଙ୍କ ସୁସମାଚାର କାର୍ଯ୍ୟ ଆମେ ଯେତେବେଳେ କରୁଛୁ ଆମେ ସେ ସମୟରେ କଣ ହବାର ଆବଶ୍ୟକତା ଅଛି ଆମେ ତାଙ୍କ ସୁସମାଚାର ଯେତେବେଳେ ପ୍ରଚାର କରୁଛୁ ଆମେ ଭୟ କରିବାର ଆବଶ୍ୟକତା ନାହିଁ ଯେହେତୁ ଈଶ୍ୱର ଆମ ସହିତ ଅଛନ୍। ଆମକୁ ଦିନରେ ମେଘ ସ୍ତମ୍ଭ ଦେଇକି ସୁରକ୍ଷା କରିବାର ପରମେଶ୍ୱର ଏବଂ ରାତିରେ ସେ ଆମକୁ ଅଗ୍ନିସ୍ତମ୍ଭ ଦେଇକି ସେ ଆମକୁ ସୁରକ୍ଷା କରିବେ କାରଣ ସେ ପରମେଶ୍ୱର ସେ ଆମକୁ ସେଟା ଆମକୁ ସେ ପ୍ରତିଜ୍ଞା କରିଅଛନ୍ ସେ ଆମକୁ ଆଦେଶ ଦେଇଛନ୍। ତେଣୁ ଆମେ ଯେତେବେଳେ ଆମେ ଆଜିର ବାକ୍ୟ ଏଟା ଯେତେବେଳେ ଆମେ ଏଟା ଅଧ୍ୟୟନ କଲା ତ ଆଜିର ବାକ୍ୟ ଆମକୁ ଏଟା ଶିକ୍ଷା ଦଉଛି ଯେ ଯାକୁବଙ୍କ ଜୀବନରେ ଯେ ଯାକୁବ ଯେପରି ପରମେଶ୍ୱରଙ୍କ କଥାକେ ଶୁଣିଲେ ପରମେଶ୍ୱରଙ୍କ କଥାକେ ମାନିଲେ ଏବଂ ସେ ଆଶୀର୍ବାଦ ପ୍ରାପ୍ତ ହେଲେ ଆମେ ମଧ୍ୟ ଠିକ ସେହିପରି ପରମେଶ୍ୱରଙ୍କର କଥାକେ ଶୁଣିବାର ଆବଶ୍ୟକତା ଅଛି ତାଙ୍କର ଆଜ୍ଞାକେ ପାଳନ କରିବାର ଅଛି ଯଦ୍ୱାରା କି ଆମେ ଏବଂ ଆମର ସପରିବାର ଆମେ ଆଶୀର୍ବାଦ ଯୁକ୍ତ ହେମା ଆମେ ତାଙ୍କ ସୁରକ୍ଷା ପ୍ରାପ୍ତ ହେଇପାରମା ଏବଂ ପରମେଶ୍ୱର ଆମର ସହବର୍ତ୍ତୀ ଶିକ୍ଷା ଆଜିର ବାକ୍ୟ ଆମକୁ ଏଇ ସମସ୍ତ ବିଷୟ ଶିକ୍ଷା ଦେଇଅଛି। ତେଣୁ ସମସ୍ତଙ୍କୁ ବାକ୍ୟ ତରଫରୁ ମଧ୍ୟ ମୁଁ ଅନୁରୋଧ କରୁଛେ ଯେ ଆଜି ଆମେ ସମସ୍ତେ ଯାକୁବଙ୍କ ଜୀବନରୁ ଏହି ସମସ୍ତେ ଯାହା ଶିକ୍ଷା ଲାଭ କଲା ସେଟା ଆମେ ଆମ ଜୀବନରେ କାର୍ଯ୍ୟକାରୀ କରୁ ଯଦ୍ୱାରା ଆମେ ସମସ୍ତେ ଆମେ ଆଶୀର୍ବାଦ ପ୍ରାପ୍ତ ହେଇପାରମା। ଦଲ ସମସ୍ତଙ୍କୁ ଅଛନ୍ ସେ ଆମକୁ ପ୍ରାର୍ଥନାରେ ସାହାଯ୍ୟ କରିବେ।